যে ইସ୍କନ ଯେଉଁଭଳି ଭାବରେ ତଥ୍ୟ ଉପସ୍ଥାପିତ କରୁଛି ଅଦିନିଆ ରଥଯାତ୍ରାକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟ ଉପରେ ଆଧାରିତ। ପୁରୀର ଗଜପତି ରଜା କୌଣସି ସମୟରେ ଅଦିନିଆ ରଥଯାତ୍ରାକୁ ବର୍ଲିନ ହେଉ ବା ଅନ୍ୟ ଯେକୌଣସି ଜାଗାରେ ହେଉ ସେ କେବେ ସମର୍ଥନ ଜଣାଇ ନାହାନ୍ତି। ଦ୍ୱିତୀୟ କଥା ସେମାନେ କହିଛନ୍ତି ଗଜପତି ମହାରାଜା ଯେତେବେଳେ ବର୍ଲିନ ଯାଇଥିଲେ ସେ ଗୋଟିଏ ଇଣ୍ଟରଫେଥ୍ କନଫରେନ୍ସ ଆଟେଣ୍ଡ କରିବାକୁ ଯାଇଥିଲେ। ଆଜି ଗଜପତି ମହାରାଜା ଯେଉଁ ବିରୋଧ କରୁଛନ୍ତି ସେ ଗୋଟେ ସମୟରେ ଆମର ଏଇ ରଥଯାତ୍ରାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ସେ ଏକଥା କହୁଛନ୍ତି 1991 ମସିହାରେ ବର୍ଲିନରେ ଆମେ ଯେଉଁ ରଥଯାତ୍ରା କରିଥିଲୁ ସେଠି ଗଜପତି ମହାରାଜା ନିଜେ ଯାଇ ଯୋଗ ଦେଇଥିଲେ। ଯେ ଗଜପତି ମହାରାଜା ବର୍ଲିନ ଯାଇଥିଲେ ୟାକୁ କେହି ଅସ୍ୱୀକାର କରୁନାହାନ୍ତି। କିନ୍ତୁ ଗଜପତି ମହାରାଜା ବର୍ଲିନ ଗସ୍ତ ସମୟରେ ଯେଉଁ ରଥଯାତ୍ରା ସେ ସେଠି ଆଟେଣ୍ଡ କରିଥିଲେ, ଯେଉଁ ରଥଯାତ୍ରାରେ ଯୋଗ ଦେଇଥିଲେ ସେଠି ସିଏ ଇସ୍କନ କର୍ମକର୍ତ୍ତାମାନଙ୍କୁ ଅଦିନରେ ରଥଯାତ୍ରା ନ କରିବା ପାଇଁ ଅନୁରୋଧ କରିଥିଲେ କି ନାହିଁ। ଇସ୍କନ ସ୍ପଷ୍ଟ ଭାବରେ କୌଣସି ଜାଗାରେ ଇସ୍କନ କହୁନି ଯେ ଗଜପତି ମହାରାଜା ବର୍ଲିନ ରଥଯାତ୍ରା ଅଧୀନରେ ନ କରିବା ପାଇଁ ବର୍ଲିନ ଯେତେବେଳେ ଆସିଥିଲେ ସେତେବେଳେ କହିଛନ୍ତି। ପ୍ରତିବାଦ କରିବାର କଥା ମୋଟେ ଉଲ୍ଲେଖ କରୁନାହାନ୍ତି ଇସ୍କନ ପକ୍ଷରୁ। କିନ୍ତୁ ଗଜପତି ମହାରାଜା କହୁଛନ୍ତି ମୁଁ ସେଇଠି ମଧ୍ୟ ପ୍ରତିବାଦ କରିଥିଲି, ପରେ ଆସିକରି ଅନେକ ବାର ତାଙ୍କୁ କହିଛି, ସେମାନେ ଆମ କଥା ଶୁଣି ନାହାନ୍ତି। ତାପରେ ଆମେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିଛୁ। କିଏ ଆ ଭିତରେ ସତ କହୁଛି, କିଏ ଆ ଭିତରେ ସତ ନ କହୁଛି ବର୍ତ୍ତମାନ ସମୟରେ ତାକୁ ଜାଣିବା କଷ୍ଟ। କିନ୍ତୁ ଏ ଯେଉଁ ଅଦିନରେ ରଥଯାତ୍ରା ବିବାଦକୁ ନିଶ୍ଚିତ ଭାବରେ ଗୋଟେ ଭିନ୍ନ ମୋଡ଼ ଦେଇଛି। ଇସ୍କନ୍ଦର ଅଦିନିଆ ରଥଯାତ୍ରାକୁ କେନ୍ଦ୍ର କରି ଯେଉଁ ବିବାଦ ସୃଷ୍ଟି ହେଇଛି ତା ଇତିମଧ୍ୟରେ ଗୋଟେ ନୂଆ ମୋଡ଼ ନେଇଛି। ଆମେ ଗଲା କିଛି ସପ୍ତାହ ହେଲା ବାରମ୍ବାର ଶୁଣି ଆସୁଛୁ କିଭଳି ଭାବରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ଏବଂ ଅନ୍ୟ ବହୁତ ଲୋକ ଇସ୍କନ ବିରୁଦ୍ଧରେ ଲଗାତାର ପ୍ରତିବାଦ କରି ଆସୁଛନ୍ତି। ପ୍ରତିବାଦ ଏଇଥିପାଇଁ ଯେ ଇସ୍କନ ରଥଯାତ୍ରା କରିବାରେ ମନା ନାହିଁ। ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଦର୍ଶନକୁ ସାରା ପୃଥିବୀରେ ପ୍ରଚାର ଏବଂ ପ୍ରସାର କରିବାରେ ଇସ୍କନର ଭୂମିକାକୁ ସମସ୍ତେ ପ୍ରଶଂସା ମଧ୍ୟ କରନ୍ତି। କିନ୍ତୁ ସେମାନଙ୍କର ଯୁକ୍ତି, ଇସ୍କନ ବିରୁଦ୍ଧରେ ସେମାନଙ୍କର ଯୁକ୍ତି ଏଇଆ ଯେ ଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପୁରୀରେ ସବୁ ବର୍ଷ ହେଇ ଆସୁଛି। ଏବଂ ଯଦି କିଏ ପୃଥିବୀର ଯେକୌଣସି ଜାଗାରେ ରଥଯାତ୍ରା ରଥଯାତ୍ରା ଆୟୋଜନ କରନ୍ତି ତାହେଲେ ତାଙ୍କୁ ଜଗନ୍ନାଥଙ୍କ ରୀତିନୀତି ଅନୁଯାୟୀ କରିବା ବାଞ୍ଛନୀୟ। ଏବଂ ସେଇ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଇସ୍କନ ରଥଯାତ୍ରା କରିବା ବାଞ୍ଛନୀୟ ବୋଲି ଯୁକ୍ତି ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଏକଥା ମଧ୍ୟ କୁହାଯାଇଛି ଯେ ଇସ୍କନ ପକ୍ଷରୁ ଏ ଯେଉଁ ଅଦିନରେ ରଥଯାତ୍ରା କରାଯାଉଛି ଏହାଦ୍ୱାରା ଜଗନ୍ନାଥ ସଂସ୍କୃତିର ଗୋଟେ ଅପମାନ ଏବଂ ୟାକୁ ତୁରନ୍ତ ବନ୍ଦ କରାଯାଉ। ଇସ୍କନ କିନ୍ତୁ ନାନା ପ୍ରକାର କାରଣ ଦର୍ଶାଇ ଜଗନ୍ନାଥ ମନ୍ଦିର ପକ୍ଷରୁ ଯେଉଁ ଦାବି କରାଯାଇଛି ବା ରାଜା ଦିବ୍ୟସିଂହ ପୁରୀ ରାଜା ମହାରାଜାଙ୍କର ପକ୍ଷରୁ ଯେଉଁ ଦାବି କରାଯାଇଛି ତାକୁ ମାନିବା ପାଇଁ ନାରାଜ। ସେମାନଙ୍କର ଯୁକ୍ତି ଯେ ପୃଥିବୀର ସବୁ ଜାଗାରେ ସବୁ ସମୟରେ ଏହି ସମାନ ତିଥି ଯେ ପ୍ରଯୁଜ୍ୟ ହେବ ଏହାର କୌଣସି ମାନେ ନାହିଁ। ଏହା ସମ୍ଭବ ମଧ୍ୟ ନୁହେଁ, ବିଜ୍ଞାନ ଦୃଷ୍ଟିରୁ ମଧ୍ୟ ଏହା ଅସମ୍ଭବ। ସେମାନଙ୍କର ଆହୁରି କହିବା କଥା ଯେ ଆମେ ଯେତେବେଳେ
କୌଣସି ଜାଗାରେ ବିଦେଶରେ ରଥଯାତ୍ରା ଆୟୋଜନ କରୁଛୁ ସେତେବେଳେ ଆମେ ସେଠାକାର ସରକାରଙ୍କର ବା ଅଥରିଟିର ପରମିଶନ ନେଇ କରିବାକୁ ପଡ଼ୁଛି। ଅନେକ ଦେଶରେ ଏଭଳି ଦେଶ ଅଛି ଯେଉଁଠି ହିନ୍ଦୁ ଧର୍ମର ନାଁ ଶୁଣିଲେ ମଧ୍ୟ ସେମାନେ ସବୁ ପ୍ରକାର କଟକଣା ମଧ୍ୟ କରନ୍ତି। ପାକିସ୍ତାନ, ବାଂଲାଦେଶ, ଦୁବାଇ ଏଭଳି ଅନେକ ମୁସଲିମ ବହୁଳ ଦେଶ ଅଛି ଯେଉଁଠିକି ହିନ୍ଦୁ ଧର୍ମ ନାଁ ମଧ୍ୟ ନେବା ବହୁତ ସମୟରେ କଷ୍ଟକର ହୋଇପଡ଼େ। ସେହିସବୁ ସ୍ଥାନରେ ଆମେ ରଥଯାତ୍ରା କରୁଛୁ। ସେଠାକାର ଅଥରିଟି ବା ସରକାରଙ୍କର ଅନୁମତି ଆଣିକିରି ରଥଯାତ୍ରା ପୁଣି କରାଯାଉଛି। ଶହ ଶହ ଲୋକ ଏ ରଥଯାତ୍ରାରେ ଯୋଗ ଦେଉଛନ୍ତି। ସଂକୀର୍ତ୍ତନଠୁ ଆରମ୍ଭ କରି ଜଗନ୍ନାଥଙ୍କୁ ରଥରେ ବସେଇ ଆମେ ଯେମିତି ପରିକ୍ରମା କରିବା କଥା, ବିଭିନ୍ନ ଜାଗାକୁ ଯେମିତି ନେବା କଥା ମାନେ ପ୍ରସେସନ୍, ତାହା ମଧ୍ୟ ଆମେ କରୁଛୁ। ଏ ଯାତ୍ରା ଆମେ ସେଠାରେ କରୁଛୁ। ଆମେ ଏତେ କଷ୍ଟ ସ୍ୱୀକାର କରିକି ଯେତେବେଳେ କରୁଛୁ, ସବୁ ସମୟରେ ସବୁ ଦେଶରେ ସବୁ ଜାଗାରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ମାନିକିରି ରଥଯାତ୍ରା କରିବା ସମ୍ଭବ ନୁହେଁ। ଇତିମଧ୍ୟରେ କ'ଣ ହେଇଛି, ଗତକାଲି ମୁମ୍ବାଇରେ ଇସ୍କନର ବିଭିନ୍ନ ନେତୃମଣ୍ଡଳୀମାନଙ୍କର ଗୋଟେ ବୈଠକ ହୋଇଥିଲା। ବୈଠକ ଶେଷରେ ସେମାନେ ମଧ୍ୟ ଗୋଟେ ପ୍ରେସ୍ ରିଲିଜ୍, ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି, ଯାହା ବିଭିନ୍ନ ମିଡ଼ିଆରେ ବିଭିନ୍ନ ସ୍ଥାନରେ ପ୍ରକାଶ ପାଇଛି। এই ପ୍ରେସ୍ ବିବୃତ୍ତିରେ ଦୁଇ ତିନୋଟି କଥା ଅତି ସ୍ପଷ୍ଟ ଭାବରେ ଇସ୍କନ ପକ୍ଷରୁ କୁହାଯାଇଛି। ଏକ, ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକି କୌଣସି ପ୍ରକାରେ ମାନିକିରି ରଥଯାତ୍ରା କରିବା ସମ୍ଭବ ନୁହେଁ। ଦ୍ୱିତୀୟ କଥା ତା ଦେହରେ କୁହାଯାଇଛି ଯେ ମାର୍ଚ୍ଚ 20, 2025ରେ ଭୁବନେଶ୍ୱରରେ ଇସ୍କନ ଏବଂ ପୁରୀର ଗଜପତି ରାଜାଙ୍କ ମଧ୍ୟରେ ଗୋଟେ ବୈଠକ ହୋଇଥିଲା ପୁରୀରେ, ଏ କ'ଣ ଭୁବନେଶ୍ୱରରେ। ଏବଂ ଏହି ବୈଠକରେ ପୁରୀର ଗଜପତି ରାଜାଙ୍କ ସହିତ ଜଗନ୍ନାଥ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ପ୍ରତିନିଧି ଏବଂ ଅନ୍ୟାନ୍ୟ ଯେଉଁମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ବିଶେଷ ଗବେଷଣା କରିଛନ୍ତି ଗବେଷକମାନଙ୍କର ଏକ ପକ୍ଷରେ ଏମାନଙ୍କ ତରଫରୁ ଥିଲା ଏବଂ ଇସ୍କନ ପକ୍ଷରୁ ମଧ୍ୟ ତାଙ୍କର ଯେଉଁମାନେ ଜଣାଶୁଣା ବ୍ୟକ୍ତି ସେମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଇସ୍କନର କାଲିର ବୈଠକରେ ମୁମ୍ବାଇରେ ଯେଉଁ କାଲି ବୈଠକ ହେଇଛି, ସେହି ବୈଠକ ଶେଷରେ ଯେଉଁ ପ୍ରେସ୍ ବିବୃତ୍ତି ଜାରି କରାଯାଇଛି, ଯାହା ବିଭିନ୍ନ ମିଡ଼ିଆରେ ପ୍ରକାଶିତ ହୋଇଛି, ସେଥିରେ କୁହାଯାଇଛି ଯେ ମାର୍ଚ୍ଚ 20, 2015ରେ ଭୁବନେଶ୍ୱରରେ ଯେଉଁ ବୈଠକ ହୋଇଥିଲା, ସେଥିରେ ଏଇ ଯେଉଁ ଦିନିକିଆ କି ଅଦିନିଆ ଯାହା ବି କୁହାଯାଉ, ଏ ବିବାଦର ସମାଧାନ ବା ଶେଷ ପରିଣତି ସେଇଠି ହେଇସାରିଛି। ସେମାନେ କହିଛନ୍ତି ଯେ ଆମେ ସ୍ପଷ୍ଟ ଭାବରେ ଆମର ଯାହା ଯେଉଁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଆମେ ରଥଯାତ୍ରା କରୁଛୁ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆମେ ଗଜପତି ମହାରାଜାଙ୍କର ପ୍ରତିନିଧି ମଣ୍ଡଳୀଙ୍କୁ ତାଙ୍କ ସହିତ ଯିଏ ଥିଲେ ସେ ପକ୍ଷକୁ ଆମେ ଜଣାଇ ଦେଇଛୁ। ଦ୍ୱିତୀୟ କଥା କହିଛନ୍ତି ସେମାନେ, କୌଣସି ଶାସ୍ତ୍ର ମତେ ଏହା ସମ୍ଭବ ନୁହେଁ। ସେମାନଙ୍କର କହିବା କଥା ଯେ ଆମେ ଶାସ୍ତ୍ର ପୁରାଣ ସବୁର ଉଦାହରଣ ମଧ୍ୟ ଦେଇଛୁ। ଏ କଥା କୌଣସି ଜାଗାରେ କେଉଁଠି ଉଲ୍ଲେଖ ନାହିଁ ଯେ ଏଇ ତିଥି ବାହାରେ ଅନ୍ୟ ଜାଗାରେ ଯେଉଁଠି ଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସେଥିରେ এই ତିଥି ବ୍ୟତୀତ ଅନ୍ୟ କୌଣସି ଜାଗାରେ ହେଇପାରିବ ନାହିଁ, ଏ ପ୍ରକାର କୌଣସି ନାହିଁ। ତେଣୁ ଶାସ୍ତ୍ରରେ ଯାହା କିଛି ଉଲ୍ଲେଖ ଅଛି ତାଙ୍କ ଦୃଷ୍ଟିକୋଣରୁ ସେ ମଧ୍ୟ ସେଇ ବୈଠକରେ ଉପସ୍ଥାପିତ କରିଥିଲେ ଏବଂ ସେ କଥା ମଧ୍ୟ ପ୍ରେସ୍ ରିଲିଜ୍ରେ ଉଲ୍ଲେଖ କରିଛନ୍ତି ସେମାନେ। ତୃତୀୟ କଥା ସେମାନେ କହିଛନ୍ତି ଯାହା ଏ ବିବାଦକୁ ଆଉ ଗୋଟେ ନୂଆ ମୋଡ଼ ଦେଇଛି। ସେମାନେ କହୁଛନ୍ତି ଯେ ଆଜି ଗଜପତି ମହାରାଜା ଯେଉଁ ବିରୋଧ କରୁଛନ୍ତି, ସେ ଗୋଟେ ସମୟରେ ଆମର ଏଇ ରଥଯାତ୍ରାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ସେ ଏକଥା କହୁଛନ୍ତି 1991-92 ମସିହାରେ ବର୍ଲିନରେ ଆମେ ଯେଉଁ ରଥଯାତ୍ରା କରିଥିଲୁ, ସେଠି ଗଜପତି ମହାରାଜା ନିଜେ ଯାଇ ଯୋଗ ଦେଇଥିଲେ। କେବଳ ଯୋଗ ଦେଇନଥିଲେ, ତାଙ୍କ ଉପସ୍ଥିତି ଯୋଗୁଁ ଆମର ଯେଉଁମାନେ ଇସ୍କନର ସଦସ୍ୟ ଅଛନ୍ତି, ଯେଉଁମାନେ ସବୁ ରଥଯାତ୍ରାକୁ ଆସିଥିଲେ, ସେମାନେ ଆହୁରି ଖୁସି ହେଇଥିଲେ।
ସେମାନେ सी एक कहते जे बर्लिन ने आमर जो जगन्नाथ मूर्ति पूजा करूँ आम जो जगार मूर्ति अपेक्षा तो छोट थिला एवं पुरी गजपति राजा उद्यम फल से कहते आमे गोटे बड़ मूर्ति पुरी निर्माण करी जगन्नाथ बलभद्र सुभद्रा बड़ मूर्ति पुरी निर्माण करी से आमे बर्लिन ने जाकि पूजा करुचु बर्तमान एवं से कहते जे आमर जो बड़ मूर्ति से पूजा होची से बड़ मूर्ति निर्माण करिवारे जगन पुरी महाराजांकर अवदान यथेष्ट रही खाली सेतिकी नुहे सी एक कहते आम रथ यात्रा पुरी गजपति राजा जोग देइथिले एवं आम लोक मैंने से बहुत उत्साहित होते सहयोग में आम बड़ मूर्ति पाइलु एवं जो निम काठरे से एक कहते जे ये जो काठरे मूर्ति आम आम पाखे बड़ मूर्ति तैयारी पहुँचला काठरे निर्मित से काठ जगन्नाथ मंदिर पर नवकलेपर जो काठ थिला नवकलेपर हो सारा पर जो काठ बड़ी से ही बड़का काठरू आम बड़ मूर्ति तैयारी करी आमको गजपति महाराजा उद्यम आमको मिलता से एक कहते जे जगन्नाथ जगन्नाथ ये कौन गजपति महाराजा कौन सी जगार कथा नहीं विरोध करना से एक जो भाषा भी हो से एक कहते किंतु आज तांकर गतकाल मीडिया रिलीज पर आज आउ एक प्रेस रिलीज अपर पक्षर प्रकाश पाई अपर पक्षर कहले जो थे जगन्नाथ मंदिर परिचालना कमिटी एवं जो थे दिव्य सिंह देव अच्छा जहाँ चेयरमैन अच्छा एथर गोटे प्रेस रिलीज एक परीक्षा कर प्रकाशित कर जो थे स्पष्ट भाव में कहुई सीधा सड़क भाव में कहुई इस्कन जो भाव में तथ्य उपस्थापित करुच्ची अदिनिया रथ यात्रा को जुक्तियुक्त दर्शाइवाई यह संपूर्ण भ्रमात्मक तथ्य उपर आधारित द्वितीय कथा से जहाँ कहते जे पुरी गजपति राजा कौन सी समय अदिनिया रथ यात्रा को बर्लिन हो बा अन्य जेकोसी जगार हो से केबे समर्थन जन नहांती द्वितीय कथा से कहते जे गजपति महाराजा जिते बर्लिन जाइए सी गोटे इंटरफेथ कॉन्फ्रेंस अटेंड करने को जाइए अर्थात विभिन्न धर्मावलंबी विभिन्न धर्मर प्रतिनिधि माने से सम्मेलन में जोग देते से जोग देवाई गजपति महाराजा बर्लिन जाइए से कहते जे सेठी सी जिते जानिले जे एठी रथ यात्रा होची से जाइए से रथ यात्रा को देखापी एवं सेठारे सी अधीन रथ यात्रा न करने सेठाकार जो मैंने आयोजक मैंने अनुरोध करते यापर से गजपति महाराजा सेठू फेरला पर आहरी अनेक बार कहते यही कम न करने रथ यात्रा कर आपत्ति ना कि अधीन रथ यात्रा न करने अनेक थर कहते सी केबे मानि नाहांती जहाँफल कि 2008 मसीह जगन्नाथ मंदिर परिचालना कमिटी पक्षर एक बैठक में विधिबद्ध भाव में निष्पत्ति निगला जे आपको यही प्रतिवाद को आम आहरी ऊपर लेवल जाके नवा आम एतिक चुप ही रहा उचित हेबना कहीं यह जगन्नाथंकर रीतिनीति संबंधी कथा जगन्नाथ प्रचार प्रसार जिते हम से भल किंतु अधीन रथ यात्रा करी जगन्नाथ रीतिनीति की अपभ्रंश करवा ये आदौ समीचीन नुहे बर्तमान कथा होची जे गजपति महाराजा बर्लिन जाइए या कहीं अस्वीकार करना किंतु गजपति महाराजा बर्लिन गस्त समय जो रथ यात्रा से सेठी अटेंड करते जो रथ यात्रा जोग देते सेठी सी इस्कन कर्मकर्ता मानू अधीन रथ यात्रा न करने अनुरोध करथिले कि नहीं इस्कन ए स्पष्ट भाव में कौन सी जगह इस्कन कहूनी जे गजपति महाराजा बर्लिन रथ यात्रा अधीन न करने बर्लिन जिते आसते से प्रतिवाद कर कथा मोटे उल्लेख करना इस्कन पक्षर किंतु गजपति महाराजा कहते मुझे प्रतिवाद करी पर आसिक अनेक बार कही से आम कथा शुणी ना
तापर आमे मध्य आज पर्यंत प्रतिवाद जारी रखीचु किए आ भितर सत कहूँ किए आ भितर सत न कहूँ वर्तमान समय ताकू जानिबा कष्ट किंतु एक जो अधीन रथ यात्रा विवाद को निश्चित भाव में गोटे भिन्न मोड़ देछि आगो को देखिबा सत कौन आउ ए संपूर्ण विवादटी कौ दिगरे शेष मोड़ नौ से समय को अपेक्षा रहा।